ହଁ, ନମସ୍କାର ସମସ୍ତଙ୍କୁ। ମୁଁ ଆଜି ଏଠି ଭିଡିଓ ବନେଇବାର ଉଦ୍ଦେଶ୍ୟ କିଛି ମହତ୍ ଉଦ୍ଦେଶ୍ୟରେ କରୁଛି। ତାର କାରଣ ହେଲା ମତେ କିଛି ଦିନ ତଳେ କିଛି ସପ୍ତାହ ଖଣ୍ଡ ତଳେ ମତେ ଜଣେ ଭଦ୍ର ବ୍ୟକ୍ତି ଫୋନ କଲେ ଯେ କି ଜଣେ ପରିଚୟ ବ୍ୟକ୍ତି ତାଙ୍କର କିଛି ଦରକାର ଥିଲା କାମ ଥିଲା ବୋଲି। ମୁଁ ତାଙ୍କୁ ଠିକ ଅଛି କହିଲି। ତାପରେ ପଚାରିଲି ସାର୍ ଆପଣ କେମିତି କଣ ଅଛି, ଆପଣ ସାର୍ ଦେହ ପା କେମିତି ଭଲ ଅଛି ତ? କହିଲେ ଭଲ କଣ, ମୋର ତ ଓପନ ହାର୍ଟ ସର୍ଜରୀ ହେଲା, ଆଉ 3 ବର୍ଷ ହେଲା ଘରେ ଅଛି, ପାଖାପାଖି 15 ଲକ୍ଷ ଟଙ୍କା ସରିଗଲାଣି। ଆହୁରି 6 ମାସ ବର୍ଷେ ପରେ ହେଇପାରେ ମୁଁ ରେଡି ହେଲେ ଯାହା ବାହାରକୁ କାମ ପାଇଁ ଯାଇପାରିବି। ଟିକେ ଅସୁବିଧାରେ ଅଛି ଆଉ। ତାପରେ ମୁଁ ତାଙ୍କୁ ପଚାରିଲି ସାର୍ ଏମିତି ହଠାତ୍ କିନା କେମିତି କଣ ହେଲା? ଆପଣ ତ କହୁଥିଲେ ଆପଣ ଭଲ ଖାଦ୍ୟ ଖାଉଛନ୍ତି, ଭଲ ଲାଇଫଷ୍ଟାଇଲ ମେଣ୍ଟେନ କରୁଛନ୍ତି, କୌଣସି ଖରାପ ଜିନିଷ ଆପଣ ନଉନାହାନ୍ତି, ଆପଣ ପ୍ରତିବର୍ଷ ପୁଣି ହେଲ୍ଥ ଚେକଅପ୍ କରଉଛନ୍ତି, କମ୍ପ୍ଲିଟ ହେଲ୍ଥ ଚେକଅପ୍। ଆଉ ଆପଣ ଡକ୍ଟର ବି କହୁଥିଲେ, ଆପଣ କହୁଥିଲେ ଆପଣ ଡକ୍ଟର ବି ଆପଣ କମ୍ପ୍ଲିଟଲି ହେଲ୍ଦି ଆଉ ଫାଇନ୍ ଅଛନ୍ତି, ଆପଣ କିଛି ଚିନ୍ତା କରିବା ଦରକାର ନାହିଁ। ଆପଣ କହୁଛନ୍ତି ମୁଁ କ୍ରିକେଟ ବି ଖେଳୁଛି ଏ ବୟସରେ। ମୁଁ ନା କଣ, ସବୁ ତ ଭଲ ଥିଲା, ସବୁ ତ ଠିକ ଥିଲା, ଏମିତି ହଠାତ୍ ଗୋଟେ ସିଚୁଏସନ ହେଲା। ସେଇ ଡକ୍ଟର ହିଁ ମତେ ଆଉଥରେ କହିଲେ ଓପନ ହାର୍ଟ ସର୍ଜରୀ କରିବା ପାଇଁ। ଓପନ ହାର୍ଟ ସର୍ଜରୀ କରିବାକୁ ପଡିଲା। ତାପରେ ମୁଁ କହିଲି ସବୁ ତ ଠିକ ଅଛି, ଆପଣ ଯଦି ମନେ ପକାଇ ପାରିବେ ଆପଣଙ୍କୁ ସେଇ 3-4 ବର୍ଷ ପୂର୍ବରୁ ମୁଁ ଆପଣଙ୍କୁ ଗୋଟେ ପର୍ସନାଲାଇଜ ୱେଲନେସ ବିଷୟରେ କହୁଥିଲି, ଯେ ଆସନ୍ତୁ ଟିକେ ବୁଝନ୍ତୁ ଆ ବିଷୟରେ ଜାଣନ୍ତୁ ବୋଲି। ଆପଣ କହିଲେ ମୁଁ କମ୍ପ୍ଲିଟଲି ହେଲ୍ଦି ଅଛି, ମୁଁ ଭଲ ଲାଇଫଷ୍ଟାଇଲ ମେଣ୍ଟେନ କରୁଛି, ମୁଁ ଯେହେତୁ ପ୍ରତିବର୍ଷ ମେଡିକାଲ ଚେକଅପ୍ କରୁଛି, ଡକ୍ଟର ବି କହୁଛନ୍ତି ବହୁତ ବଢିଆ ଅଛି, ତେଣୁ ମୋର କିଛି ଦରକାର ନାହିଁ। ଯଦି କଣ ଦରକାର ପରେ ଦେଖିବା, ଚିନ୍ତା କରିବା ଆଉ। ତ ସାର୍ ଆଜି ସେ କଥାକୁ ମନେ ପକେଇ ପାରୁଛନ୍ତି? ମନେ ପକଉଛି, ଆଉ ମନେ ପକେଇଲେ ବା କଣ, ମୁଁ ତ ଓପନ ସର୍ଜରୀ ପଡିଲିଣି ଆଉ। ମୁଁ କହିଲି ସାର୍ ସମୟ ଏବେ ବି ଅଛି, ଆସନ୍ତୁ, ଯାହା ବି ବଳକା ଜୀବନ ଅଛି, ଆପଣ 30-40 ବର୍ଷ କି 50 ବର୍ଷ ଯାହା ବଞ୍ଚିବେ, କେମିତି ତାକୁ ବେଷ୍ଟ ୱେରେ ନେଇପାରିବେ। ଆପଣ ତ ଯଦି ହସ୍ପିଟାଲ ରୋଗ ବୈରାଗ ହେଲା ତ ହସ୍ପିଟାଲ ଯିବେ, ଡକ୍ଟର ପାଖକୁ ଯିବେ, ତା ପାଇଁ ସଲ୍ୟୁସନ ସେମାନେ ହିଁ ଦେବେ। କିନ୍ତୁ ଆପଣ କେମିତି ଗୋଟେ ହେଲ୍ଦି ଲାଇଫ ବଞ୍ଚିବେ ତା ପାଇଁ ଇଏ କରନ୍ତୁ, ତା ପାଇଁ ଚେଷ୍ଟା କରନ୍ତୁ, ଦେଖନ୍ତୁ, ଜାଣନ୍ତୁ। ନା ଠିକ ଅଛି, ସମୟ ଦେବି ବୋଲି କହିଲେ ସମୟ ଦେବେ ସେ କହିଛନ୍ତି। ତ ଏଇଠି ମୋର ଗୋଟେ କହିବା ଜିନିଷ ହେଲା, ଆପଣ ମାନେ କୌଣସି ହସ୍ପିଟାଲ କି ଡକ୍ଟରକୁ କେତେବେଳେ ଯାଉଛନ୍ତି? ଆପଣ କୌଣସି ରୋଗରେ ପଡିଲେ, ତା ମାନେ କଣ, ସେଟା ଗୋଟେ ସିକନେସ୍ ଇଣ୍ଡଷ୍ଟ୍ରି। ଆପଣ ଅସୁବିଧାରେ ପଡିଲେ, ରୋଗରେ ପଡିଗଲେ, ଆପଣ ଅଲରେଡି କିଛି ରୋଗ ହେଇଗଲା, କି ସିମ୍ପଟମ ହେଇଗଲା, ଆପଣ ଯାଉଛନ୍ତି, ଦେଖୁଛନ୍ତି, ସେଥିରୁ ଖୋଳି ପାରିବେ କିମ୍ବା ତାକୁ କେମିତି ମ୍ୟାନେଜ କରିବେ। ଯେମିତି ବିପି ହେଇଗଲା, ବିପି କ୍ୟୁର ମେଡିସିନ ଆପଣ କିଏ ଦଉଛି? ବିପି କୁ ମ୍ୟାନେଜ କରିବା ମେଡିସିନ ଦଉଛି। ସେ ଯେତେ ଦିନ ଯାହା ଚାଲିଲା, ବହୁତ ଲୋକଙ୍କର ବିପି ଔଷଧ ବଢି ବଢି ଯାଉଛି, କିଛି ଲୋକ କଣ୍ଟ୍ରୋଲ ରହୁଛି, ଏମିତି ଜୀବନ ଯାଉଛି, ଚାଲିଛି। କିନ୍ତୁ ବିପି ହବାର ପୂର୍ବ ଜୀବନଟା ସେ ଲୋକ ତ ଏନ୍ଜୟ କରିପାରୁନି, କି କ୍ୟାନ୍ସର ହବାର ପୂର୍ବ ଜୀବନଟା ତ ସେ ଲୋକ ଏନ୍ଜୟ କରିପାରୁନା। ତ ଏଇଠି ହେଲା ଆମ ଶରୀରରେ ଦିଟା ଜିନିଷ, ଗୋଟେ ହେଲା ହାର୍ଡୱାର, ଗୋଟେ ସଫ୍ଟୱାର। ହାର୍ଡୱାର କଣ ନା ଆମର ଶରୀର, ସଫ୍ଟୱାର କଣ ନା ଆମ ଜିନ୍ ଭିତରେ ଆମେ କଣ କୋଡ ନେଇକି ଆସିଛେ। ସେ କୋଡରେ ଆମେ କମ ସେ କମ ମାଙ୍କ ସେଠୁ 7-8 କୋଟି, ବାପାଙ୍କ ସେଠୁ 7-8 କୋଟି ଇନଫର୍ମେସନ ନେଇକି ଆସିଛେ। ସେ ଭିତରେ କାହାର କଣ ଭଲ ବି ଅଛି, କାହାର କଣ ଖରାପ ବି ଅଛି। ତ ଭଲଟାକୁ ଆମେ ଯଦି ଆହୁରି ଅଧିକା କେୟାର କରିବେ, ସେ ଭଲଟା ଆମର ଅଧିକା ହେଇପାରେ। ହେଇପାରେ ଆମର ସ୍ପୋର୍ଟସ ଭଲ କରୁଛେ, ଆମ ସ୍ପୋର୍ଟସଟା ଆହୁରି ଭଲ ହବ। କି ଆମେ ଯଦି କିଛି କମ୍ପିଟେଟିଭ ପ୍ରିପେୟାର କରୁଛେ, ସେଟା ଆମ କମ୍ପିଟେଟିଭ ଭଲ ସ୍କୋର ହବ। କି ଆମର କିଛି ପାଠ ପଢୁଛେ, ସେ ପାଠଟା ଆହୁରି ଭଲ ହବ। କି ଜବ୍ କି ବିଜନେସ କରୁଛେ, ସେ ଜବ୍ ବିଜନେସଟା ଆହୁରି ଭଲ ହବ, ଆମ ଲାଇଫ ଆଉ ହସ ଖୁସି ରହିବ। ତା ସାଙ୍ଗରେ କଣ ହବ ଦରକାର, ଆପଣ ଯୋଉଟା ଚ୍ୟାଲେଞ୍ଜ ଅଛି, ସେ ଚ୍ୟାଲେଞ୍ଜକୁ କେମିତି ମିନିମାଇଜ କରିବେ। ସେ 100 ଯଦି ହବାର ଅଛି, ସେଟା ନ ହଉ, କି 10 କି 20 30ରେ ରହୁ। ଆପଣଙ୍କୁ ଯଦି ଗୋଟେ 30 କି 40ରେ କିଛି ଗୋଟେ ହବାର ଅଛି, ସେଇଟା 60 କି 80କୁ ସିଫ୍ଟ କରିଯାଉ। ତ ସେଇ ଜିନିଷଟା ଆମକୁ ଜାଣିବା ଦରକାର। ତ ସେଇଟା ଯେତେବେଳେ ଜାଣିବା, ଖାଲି ତ ଜାଣିଲେ ହବନି। ଆପଣଙ୍କୁ ଆପଣଙ୍କ ଶରୀର ମାନୁଆଲ ଅନୁସାରେ ତାକୁ କେୟାର କରିବାକୁ ପଡିବ। ଯେମିତି ଆପଣ ଗୋଟେ କାର କିଣୁଛନ୍ତି, କାରରେ ଆପଣ ପେଟ୍ରୋଲ ପକେଇବେ ନା ଡିଜେଲ ପକେଇବେ, ମାନୁଆଲ ଜାଣୁଛନ୍ତି। ତା ସାଙ୍ଗରେ ଆପଣ କେତେ କିଲୋମିଟର ପ୍ରେସର ଚେକ୍ କରିବେ, କେତେ କିଲୋମିଟରରେ ତାର କିଛି ଅଏଲ ଚେଞ୍ଜ କରିବେ, କି ଆଉ କଣ ସର୍ଭିସିଂ କରିବେ। ସେ ଅନୁସାରେ ଆପଣ ତାକୁ କେୟାର କରୁଛନ୍ତି। ସେ କାରଟା ଆପଣ ଲମ୍ବା ଦୂର ଯାଉଛି, ଆପଣ ଯେତେବେଳେ ଯାଉଛନ୍ତି କାରକୁ ଚଲେଇକି, ଆପଣ ଆପଣ ଜର୍ଣ୍ଣିକୁ, ଯାତ୍ରାକୁ ଏନ୍ଜୟ କରୁଛନ୍ତି, ଆଉ ଗୋଟେ ଖୁସିରେ ଯାଇକି ଖୁସିରେ ଆସୁଛନ୍ତି, ଖୁସିରେ ଜୀବନ କଟଉଛନ୍ତି। ସେମିତି ଆପଣଙ୍କର ପ୍ରଥମ ଶରୀରଟା ହେଲା ପ୍ରଥମ ଗାଡି। ଆପଣ ତାକୁ ଯଦି ଆପଣ କେୟାର କଲେ, ତାର ମାନୁଆଲକୁ ନେଇକି ସେ ଆପଣଙ୍କୁ ଲମ୍ବା ଯାତ୍ରାର ସଫର ଦବ, ସାହାଯ୍ୟ କରିବ। ଆଉ ଆପଣ ତାକୁ ନେଇ ଖୁସି ରହିବେ, ସେ ଆପଣଙ୍କୁ ନେଇ ଖୁସି ରହିବ। ତ ଏଇଠି ଏଇ ଯୋଉ ପର୍ସନାଲାଇଜ ୱେଲନେସ, ଏଟା ଗୋଟେ ସାଇନ୍ସ ଆଉ ଟେକ୍ନୋଲୋଜି ବେସ୍ କରି ରହୁଛି। ତ ଆପଣମାନେ ଆସନ୍ତୁ, ବୁଝନ୍ତୁ। ଆଉ ମୋର କଣ୍ଟାକ୍ଟ ନମ୍ବର ହେଲା 9937507172। ଆଉ ଏଇ ଜିନିଷରେ ଆପଣ ଯଦି ଆଡପ୍ଟ କରୁଛନ୍ତି, ମୁଁ ନିଶ୍ଚିତ ଭାବେ ବିଶ୍ୱାସ, ଆପଣ ଆଶା କରନ୍ତି ଆଉ ବିଶ୍ୱାସ ରଖନ୍ତୁ,
କି ଆପଣଙ୍କର ଯାହା ବଳକା ଜୀବନ ଅଛି ତାକୁ ଗୋଟେ ହସ ଖୁସିର ଜୀବନକୁ କଟେଇ ପାରିବେ। ଆଉ ମ୍ୟାକ୍ସିମମ୍ ଟାଇମ୍ ଆପଣ ଆପଣଙ୍କ ସୋସାଇଟିରେ କି ପରିବାର ଉପରେ ଆପଣ କୌଣସି ସମୟରେ ବୋଝ ହବାକୁ ଆବଶ୍ୟକ ନ ପଡିପାରେ। ଆଉ ଯାହା ଦ୍ୱାରା କି ସେମାନେ ବି ତାଙ୍କର ହସ ଖୁସିରେ ଜୀବନ କଟେଇବେ, ଯୋଉଟା ଆପଣ ବି ଚାହୁଁଛନ୍ତି। ଆପଣ ହିଁ ଆପଣ ହସ ଖୁସିରେ ଜୀବନ କଟେଇବେ। ଆପଣ ଘର ପରିବାର ପଇସା କୁ ଆପଣ ଏନ୍ଜୟ କରିବେ, ଜୀବନକୁ ଏନ୍ଜୟ କରିବେ, ଉପଭୋଗ କରିବେ। ଆଉ ସେଇଟା ହିଁ ଆମ ସମସ୍ତଙ୍କୁ ଦରକାର। ତ ଆସନ୍ତୁ ପର୍ସନାଲ ଲାଇଫଷ୍ଟାଇଲକୁ ମେଣ୍ଟେନ କର, ୱେଲନେସ କୁ ଜାଣନ୍ତୁ, ନିଜ ଶରୀରକୁ ଚିହ୍ନନ୍ତୁ, ଆଉ ତାକୁ ନିଜ ଶରୀରକୁ ତାର ମାନୁଷ କେୟାର କରନ୍ତୁ। ଆଉ ବହୁତ ହି ଗୋଟେ ସ୍ମାଇଲିଂ ଆଉ ସକ୍ସେସଫୁଲ ଲାଇଫକୁ ଲିଡ୍ କରନ୍ତୁ। ଏହା ହିଁ ମୋର ବାର୍ତ୍ତା। ଆଉ କାହା ଉପରେ ମ୍ୟାକ୍ସିମମ୍ ଟାଇମ୍ ଡିପେଣ୍ଡେଣ୍ଟ ନୁହନ୍ତୁ ନିଜ ଜୀବନ ବଞ୍ଚିବା ପାଇଁ। ଆପଣ ଯେମିତି ସୁସ୍ଥ ସମୟରେ ଭଲ ରୋଜଗାର କରି ନିଜ ଲାଇଫକୁ ଏନ୍ଜୟ କରୁଛନ୍ତି, ରିଟାୟାର ଲାଇଫରେ ବି ସେମିତି ଚଳନ୍ତୁ। ତ ଏହା ରହିଲା ମୋର ମେସେଜ। ପର୍ସନାଲ ୱେଲନେସ ଡେଭଲପ କରନ୍ତୁ। ଆଉ ଏହା ବିଷୟରେ ଅଧିକା ଜାଣିବା ପାଇଁ ମୋର ଏ ନମ୍ବରରେ କଣ୍ଟାକ୍ଟ କରନ୍ତୁ। ଆମେ ତା ପାଇଁ ମିଟିଂ ଫିକ୍ସ କରିପାରିବା, ଖାଇପାରିବା। ଥ୍ୟାଙ୍କ ୟୁ। ସମସ୍ତଙ୍କୁ ସୁସ୍ଥ ଶରୀର, ଲମ୍ବା ଜୀବନ ମୋର କାମ୍ୟ। ଆଉ ସମସ୍ତେ ହସ ଖୁସିରେ ରୁହନ୍ତୁ, କେହି କାହାକୁ ବୋଝ ନୁହନ୍ତୁ। ଥ୍ୟାଙ୍କ ୟୁ।